जय जगन्नाथ। ମୁଁ ଉତ୍ତମ ସମସ୍ତଙ୍କୁ ଉତ୍ତମ ଟ୍ୟୁଟୋରିଆଲ ସ୍ୱାଗତ। ଆଜି ସମସ୍ତଙ୍କ ପାଇଁ ଗୋଟେ ବହୁତ ବଡ଼ ଅପଡେଟ୍ ଅଛି, ତ ସମସ୍ତେ ନିଶ୍ଚିତ ଭାବରେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଯଦି ନୂଆ କରି ଏହି ଚ୍ୟାନେଲଟିକୁ ଦେଖୁଥିବେ ତାହେଲେ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିବେ, ଲାଇକ୍ ସେୟାର କମେଣ୍ଟ କରିବେ। ତ ଆଜି ଯେଉଁ ଅପଡେଟ୍ଟା ଅଛି ସେଇଟା ଦେଖନ୍ତୁ, ପୁରା ନ୍ୟୁଜ୍ରେ ବି ଆସି ସାରିଲାଣି। କେନ୍ଦ୍ର ସରକାରଙ୍କ ଦ୍ୱାରା ଏଇଟା ଘୋଷଣା କରାଯାଇଛି, ଯାହାକୁ କେନ୍ଦ୍ର ଶିକ୍ଷା ସଚିବ ସଞ୍ଜୟ କୁମାର ଏବେ ଘୋଷଣା କରିଛନ୍ତି। ଅପଡେଟ୍ ହେଉଛି ଯେମିତି ଦେଖନ୍ତୁ, ପଞ୍ଚମ ଅଷ୍ଟମ ଶ୍ରେଣୀରେ ଫେଲ୍ ହେବନି, କଟକଣା ହଟିଲା। ତା ମାନେ ଆଗରୁ ଯେଉଁ ଥିଲା ପଞ୍ଚମ ଶ୍ରେଣୀରେ ପିଲା ପାସ୍ କରୁ କି ନ କରୁ ସେ ଚାଲି ଯାଉଥିଲା ଷଷ୍ଠ କ୍ଲାସ୍କୁ, ସେମିତି ଅଷ୍ଟମ ଶ୍ରେଣୀରେ ପାସ୍ କରୁ କି ନ କରୁ ଯାଉଥିଲା ନବମ ଶ୍ରେଣୀ। ତା ମାନେ ସେ ପଞ୍ଚମ ଶ୍ରେଣୀରେ ବି ରହିପାରୁନଥିଲା, ଅଷ୍ଟମ ଶ୍ରେଣୀରେ ବି ରହିପାରୁନଥିଲା। ତ ଏଇ ନିୟମଟାକୁ ବର୍ତ୍ତମାନ ହଟେଇ ଦିଆଯିବ। ଯଦି ଜଣେ ପଞ୍ଚମରେ ପାସ୍ କରୁନାହିଁ ତ ସେ ଷଷ୍ଠକୁ ଯିବ ନାହିଁ, ସେଇ ପଞ୍ଚମରେ ରହିବ। ତ ସେଇଭଳି ଅଷ୍ଟମ ଶ୍ରେଣୀରେ ପରୀକ୍ଷା ହେବ। ଯଦି ଅଷ୍ଟମ ଶ୍ରେଣୀ ପରୀକ୍ଷାରେ ପାସ୍ ନ କଲ ତାହେଲେ ନବମ ଶ୍ରେଣୀକୁ ଯାଇପାରିବ ନାହିଁ। ତାମାନେ ପଞ୍ଚମରେ ବି ଗୋଟେ ବୋର୍ଡ଼ ପରୀକ୍ଷା ହେଲା ଭଳିଆ ପରୀକ୍ଷା ହେବ, ସେମିତି ଅଷ୍ଟମରେ ବି 5 କ୍ଲାସ୍ରେ ବୋର୍ଡ଼ ପରୀକ୍ଷା ହେବ, ଅଷ୍ଟମରେ ବି ଗୋଟେ ବୋର୍ଡ଼ ପରୀକ୍ଷା ହେଲା ଭଳିଆ ହେବ। ଯେଉଁଟାକି 5 କ୍ଲାସ୍ ପାସ୍ କଲେ 6 କ୍ଲାସ୍କୁ ଯିବ, ଷଷ୍ଠକୁ ଯିବ, 8th କ୍ଲାସ୍ ପାସ୍ କଲେ 9th କ୍ଲାସ୍କୁ ଯିବ। ତ ଇଏ ଯେଉଁ ପରୀକ୍ଷା ହେବ, ଇଏ ପରୀକ୍ଷାର ଖାତାକୁ ଅନ୍ୟ ସ୍କୁଲର ଟିଚରମାନେ ଦେଖିବେ, ନିଜ ସ୍କୁଲର ଟିଚର ଦେଖିବେ ନାହିଁ। ତ 5 କ୍ଲାସ୍ର ଖାତାକୁ ଅନ୍ୟ ସ୍କୁଲର ଟିଚରମାନେ ଦେଖିବେ, ସେମିତି 8th କ୍ଲାସ୍ର ଖାତାକୁ ଅନ୍ୟ ସ୍କୁଲର ଟିଚରମାନେ ଦେଖିବେ। ଯଦି ଗୋଟେ ପିଲା ଫେଲ୍ ହେଉଛି ତା ପାଇଁ ଆଉ ଥରେ ଗୋଟେ ସୁଯୋଗ ରହିବ ପାସ୍ କରିବା ପାଇଁ। 2 ମାସ ଭିତରେ ଗୋଟେ ରିଟେଷ୍ଟ ହେବ। ରିଟେଷ୍ଟ ମାନେ ଆଉ ଥରେ ପରୀକ୍ଷା କରାଯିବ। ଯେଉଁ ପିଲାମାନେ ଫେଲ୍ ହେଇଯିବେ ପଞ୍ଚମ ଆଉ ଅଷ୍ଟମରେ, ତ ତାଙ୍କ ପାଇଁ ଆଉ ଗୋଟେ 2 ମାସ ଭିତରେ 2 months 2 ମାସ ଭିତରେ ରିଟେଷ୍ଟ ହେବ। ଆଉ ଥରେ ଗୋଟେ ପରୀକ୍ଷା ହେବ। ସେଇ ପରୀକ୍ଷାରେ ଯିଏ ପାସ୍ କଲା ସେ ନେକ୍ସଟ କ୍ଲାସ୍କୁ ଯିବ। ଯଦି ରିଟେଷ୍ଟ ପରୀକ୍ଷାରେ ପାସ୍ କରିବ ତାହେଲେ ସେ 6 କ୍ଲାସ୍କୁ ଯିବ। 8 କ୍ଲାସ୍ରେ ଯେଉଁ ରିଟେଷ୍ଟ ହେବ ତାମାନେ 2 ମାସ ଭିତରେ ଆଉ ଗୋଟେ ପରୀକ୍ଷା ହେବ, ସେଇଟା ପାସ୍ କଲେ 9th କ୍ଲାସ୍କୁ ଯିବ। ନହେଲେ ସେଇ ପଞ୍ଚମ ଶ୍ରେଣୀରେ ପିଲା ପଞ୍ଚମ ଶ୍ରେଣୀରେ ରହିବ, 8th କ୍ଲାସ୍ର ପିଲା 8th କ୍ଲାସ୍ରେ ରହିଯିବ। ତ ଏହା ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଛି। କେନ୍ଦ୍ର ଶିକ୍ଷା ସଚିବ ସଞ୍ଜୟ କୁମାର ଏହା ଘୋଷଣା କରିଛନ୍ତି। ଏହାଦ୍ୱାରା ଶିକ୍ଷାର ମାନ ବୃଦ୍ଧି ହେବ, ନିଶ୍ଚିତ ଭାବରେ ହେବ। ତେଣୁ ସମସ୍ତଙ୍କୁ ଏ ଅପଡେଟ୍ଟାକୁ ଜଣାଇଦେବେ, ଯେମିତି ପିଲାମାନେ ପଞ୍ଚମ ଶ୍ରେଣୀରେ କିମ୍ବା ଅଷ୍ଟମ ଶ୍ରେଣୀରେ ଫେଲ୍ ନ ହୁଅନ୍ତି। ତ ଏହା ଥିଲା ଆଜିର ଅପଡେଟ୍। ଏମିତି ନୂଆ ନୂଆ ଅପଡେଟ୍ ପାଇବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ। ଥ୍ୟାଙ୍କ ୟୁ।